ନମସ୍କାର। ଆଜି ଆମେ ଏମିତି ଏକ ବିଷୟ ଉପରେ କଥା ହେବା ଯାହା ପ୍ରତିଟି ଓଡ଼ିଆଙ୍କର ରକ୍ତରେ ଶିହରଣ ଖେଳାଇଦେବ। ହଁ, ଆମେ କଥା ହେଉଛୁ ଅଷ୍ଟମ ଶ୍ରେଣୀର ସାହିତ୍ୟ ସୁରଭି ବହିରେ ଥିବା ସେହି ଚମତ୍କାର କବିତା ଆସ ଉତ୍କଳୀୟ ବିଷୟରେ। ଜାତୀୟ କବି ବୀରକିଶୋର ଦାସଙ୍କର ଏହି ରଚନା କେବଳ କିଛି ଧାଡ଼ିର କବିତା ନୁହେଁ, ବରଂ ଏହା ଆମ ଓଡ଼ିଶାର ବୀରତ୍ୱ ଆଉ ବଳିଦାନର ଏକ ଜୀବନ୍ତ ଦସ୍ତାବେଜ। ତେବେ ଆଉ ଡେରି କାହିଁକି? ଆସନ୍ତୁ ଆରମ୍ଭ କରିବା ଆମର ଏହି ରୋମାଞ୍ଚକର ଯାତ୍ରା। ଆଚ୍ଛା, ଆମେ ସିଧାସଳଖ ଏହି କବିତାର ପ୍ରଥମ ପଦକୁ ଦେଖିବା। ଶୁଣନ୍ତୁ ତ, କବି କେତେ ଶକ୍ତିଶାଳୀ ଢଙ୍ଗରେ କହୁଛନ୍ତି, ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ପୂର୍ବ କଥା, ସ୍ମରଣେ ଯାହାର ଗର୍ବେ ତୋହର ଆପେ ଆପେ ନଇଁ ପଡ଼ିବ ମଥା। ଏଇ ଗୋଟିଏ ଧାଡ଼ିରେ ହିଁ ସେ ସମଗ୍ର ଉତ୍କଳବାସୀଙ୍କୁ ପିକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ସତରେ, ନିଜ ମାଟିର ପୂର୍ବ ଗୌରବ କଥା ମନେ ପକାଇଲେ ଆମ ମୁଣ୍ଡ ଆପେ ଆପେ ଗର୍ବରେ ନଇଯାଏ ନାହିଁ କି? ବିଲକୁଲ ନଇଯାଏ। ଏବେ ଆପଣମାନେ ଭାବୁଥିବେ, ଏତେ ସୁନ୍ଦର କବିତାଟି ଲେଖିଛନ୍ତି କିଏ? ସେ ହେଉଛନ୍ତି ଆମର ଜାତୀୟ କବି ବୀରକିଶୋର ଦାସ। ଜାତୀୟ କବି ଉପାଧି ତାଙ୍କୁ ଖାମଖିଆଲ ଭାବେ ମିଳିନଥିଲା। ତାଙ୍କ କଲମରେ ନିଆଁ ଥିଲା। ସରଳ ଭାଷାରେ ସେ ଏମିତି କବିତା ଲେଖୁଥିଲେ ଯେ ସାଧାରଣ ଲୋକଙ୍କ ଭିତରେ ବି ସ୍ୱାଧୀନତାର ନିଆଁ ଜଳି ଉଠୁଥିଲା। ଏହି କବିତାଗୁଡ଼ିକ ପଢ଼ି ଗାଁ ଗହଳିର ଲୋକେ ମଧ୍ୟ ଉଦ୍ବୁଦ୍ଧ ହୋଇ ଦେଶ ପାଇଁ ଲଢ଼ିବାକୁ ବାହାରି ପଡ଼ୁଥିଲେ। କେବଳ ଆସ ଉତ୍କଳୀୟ ନୁହେଁ, ସେ ଆହୁରି ଅନେକ ଚମତ୍କାର ରଚନା କରିଛନ୍ତି, ଯେମିତିକି ମୋହନ ବଂଶୀ, ବିଦ୍ରୋହୀ ବୀଣା, ଫୁଲଚନ୍ଦନ ଆଉ ବୀର ଗୀତିକା। ଆଉ ଗୋଟିଏ ଖାସ୍ କଥା ଜାଣିଛନ୍ତି? ଆମେ ଯେଉଁ ଆସ ଉତ୍କଳୀୟ କବିତା ବିଷୟରେ କଥା ହେଉଛୁ, ତାହା ତାଙ୍କର ଏହି ବୀର ଗୀତିକା ପୁସ୍ତକରୁ ହିଁ ଅଣାଯାଇଛି। ଏସବୁ ସ୍ୱାଧୀନତା ସଂଗ୍ରାମ ସମୟର ଏକଦମ ଅମୂଲ୍ୟ ସମ୍ପତ୍ତି। ଆସନ୍ତୁ ଏବେ ଏହି କବିତାର ପ୍ରଥମ ଭାଗ ଉପରେ ନଜର ପକାଇବା। ପାଇକବୀର ସଶସ୍ତ୍ର ପ୍ରତିରୋଧ। ଆମେ ଯେତେବେଳେ ଓଡ଼ିଶାର ସଶସ୍ତ୍ର ସଂଗ୍ରାମ କଥା କହୁ, ସର୍ବପ୍ରଥମେ ଆମର ବୀର ପାଇକମାନଙ୍କ କଥା ଉଠେ। ଇଂରେଜମାନେ ଯେତେବେଳେ ଅତ୍ୟାଚାର କଲେ, ଆମ ପାଇକମାନେ କ'ଣ ଚୁପ୍ ବସିଥିଲେ? ଆଦୌ ନୁହେଁ। କବି ଲେଖିଛନ୍ତି, ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକ୍ତ ନୋଇ, ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ, ପଚାରିଲେ ମାଟି ଯିବ ତ କହି। ମାନେ ଐତିହାସିକ ତୋଷାଳୀ ପ୍ରାନ୍ତରେ ଯେଉଁ ରକ୍ତାକ୍ତ ଯୁଦ୍ଧ ହୋଇଥିଲା, ଆଜି ବି ସେଠିକାର ମାଟି ସେହି ବୀରମାନଙ୍କ ବଳିଦାନର ସାକ୍ଷୀ ଦେଉଛି। କି ରୋମାଞ୍ଚକର କଥାଟି! ଆଉ ଏଇଠି ସବୁଠୁ ମଜାଦାର କଥା ହେଲା, କବିତାର ଏହି ଧାଡ଼ିଗୁଡ଼ିକ ଆମର ପ୍ରକୃତ ଇତିହାସ ସହ ପୁରା ଖାପ ଖାଉଛି। 1817 ମସିହା କଥା ଟିକେ ମନେ ପକାନ୍ତୁ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ମହାନ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା। ଇଂରେଜଙ୍କ ନିଦ ହଜେଇ ଦେଇଥିଲେ ସେ। ତାପରେ ଦୀର୍ଘ ଲଢ଼େଇ ପରେ 1825ରେ ସେ ଆତ୍ମସମର୍ପଣ କଲେ, ଆଉ 1829ରେ ତାଙ୍କର ଦେହାନ୍ତ ହେଲା। ଆମ କବିତାଟି ପୂରାପୂରି ଏହି ଐତିହାସିକ ଘଟଣାକୁ ନେଇ ହିଁ ଗଢ଼ାଯାଇଛି। ଏହି ସଂଗ୍ରାମର ଆଉ ଜଣେ ମହାନ ନାୟକ ଥିଲେ ଖୋର୍ଦ୍ଧା ରାଜାଙ୍କ ମନ୍ତ୍ରୀ ଜୟ ରାଜଗୁରୁ। ତାଙ୍କ ସାହସ କଥା ଶୁଣିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ। ସେ ଇଂରେଜଙ୍କ ବିରୁଦ୍ଧରେ ସାହସର ସହ ଲଢ଼ିଥିଲେ। ତାଙ୍କୁ ବନ୍ଦୀ କରି ମେଦିନୀପୁର ନିଆଗଲା, ଆଉ ଗୋଟିଏ ବରଗଛର 2ଟି ଡାଳରେ ବାନ୍ଧି ଅତି ନିର୍ମମ ଭାବରେ ହତ୍ୟା କରାଗଲା। ତଥାପି ସେ ମୁଣ୍ଡ ନୁଆଇ ନଥିଲେ। କବି ବୀରକିଶୋର ଦାସଙ୍କ କବିତାରେ ଏହି ଅଦମ୍ୟ ସାହସ ହିଁ ପ୍ରତିଫଳିତ ହୋଇଛି। କବି ଏଠାରେ ବହୁତ ସୁନ୍ଦର କଥାଟିଏ କହିଛନ୍ତି। ବକ୍ସି ଜଗବନ୍ଧୁ, ଚନ୍ଦନ ହଜରି ଗଲେଣି ଉଭଇ, ଅମର ପଥେ, ଯଶ କି ତାଙ୍କର ହେବ କି ମୋଲିନ, ଅମଲିନ ପରା ତାହା ଜଗତେ। ଦେଖନ୍ତୁ, ଯିଏ ନିଜ ମାତୃଭୂମି ପାଇଁ ଜୀବନ ଦିଏ ନା, ସେ କେବେ ମରେନି। ବକ୍ସି ଜଗବନ୍ଧ କିମ୍ବା ଚନ୍ଦନ ହଜରି ଆଜି ଶାରୀରିକ ଭାବେ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ସେମାନଙ୍କର ଗୌରବ ଓ ଯଶ ଆଜି ବି ଏ ପୃଥିବୀରେ ଅମର ହୋଇ ରହିଛି, ବିଲକୁଲ ଅମଲିନ। ଚାଲନ୍ତୁ ଆମେ ଦ୍ୱିତୀୟ ଭାଗକୁ ଯିବା। କିଶୋର ଶହୀଦ, ହୃଦୟସ୍ପର୍ଶୀ ଏବଂ ପ୍ରେରଣାଦାୟକ। ଏବେ ଆମେ ଯେଉଁ ବିଷୟରେ କଥା ହେବା, ତାହା ଆପଣଙ୍କ ହୃଦୟକୁ ଛୁଇଁଯିବ। ଦେଶ ପ୍ରେମ କ'ଣ କେବଳ ବଡ଼ମାନଙ୍କର ଥାଏ? ନା, କୋମଳମତି ପିଲାମାନେ ବି ପଛରେ ନଥିଲେ। କବି ଗାଇଛନ୍ତି, ଜାତି ପାଇଁ ଦିନେ ବାଳୁତ ଧର୍ମା, ଝାସି ଥିଲା ପ୍ରାଣସାଗର ଜଳେ। ଏହା କୋଣାର୍କର ସେହି 1200 ବଢ଼େଇଙ୍କର ମାନ ରଖିଥିବା ସାନ ପିଲା ଧର୍ମପଦ କଥା। ନିଜ ଜାତିର ସମ୍ମାନ ପାଇଁ ସେ ସମୁଦ୍ରକୁ ଡେଇଁ ପଡ଼ିଥିଲା। ଏଥିରୁ ଜଣାପଡ଼େ ଯେ ପ୍ରକୃତ ଦେଶପ୍ରେମର କୌଣସି ବୟସ ସୀମା ନଥାଏ। ଆଉ ଠିକ୍ ସେମିତି ଆଧୁନିକ ସ୍ୱାଧୀନତା ସଂଗ୍ରାମରେ ଆଉ ଜଣେ କୁନି ହିରୋ ଥିଲେ ଆମର ବାଜି ରାଉତ। ମାତ୍ର 12 ବର୍ଷର ନାଉରିଆ ପିଲା। ଇଂରେଜ ସୈନ୍ୟଙ୍କୁ ନଈ ପାର ନ କରି ନିଜ ଛାତିରେ ଗୁଳି ଖାଇଥିଲେ। କବିଙ୍କ ଭାଷାରେ ସେ ହେଉଛନ୍ତି ମୁକ୍ତିପଥର ପ୍ରକୃତ ସୈନିକ। ତର୍ପଣ କର ସେ ନାମ ଉଚ୍ଚାରି, ସ୍ୱାଧୀନ ସଂଗ୍ରାମ ପୁରାଣ ଭେଇ। ସତରେ ଏହି ନାମ ଉଚ୍ଚାରଣ କରି ଆମେ ତାଙ୍କୁ ସମ୍ମାନ ଜଣାଇବା ଉଚିତ। ବର୍ତ୍ତମାନ ଆଲୋଚନା କରିବା ତୃତୀୟ ଭାଗ ବିଷୟରେ, ଜନତାଙ୍କ ନେତା, ଶାନ୍ତିପୂର୍ଣ୍ଣ ସଂସ୍କାରକ। ଦେଖନ୍ତୁ, ଦେଶର ଉନ୍ନତି ପାଇଁ ଯେମିତି ଯୁଦ୍ଧ ଦରକାର, ସେମିତି ଶାନ୍ତି ବି ଦରକାର। ଏଇଠି ଆମେ 2ଟି ଅଲଗା ଅଲଗା କିନ୍ତୁ ସମାନ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଦେଖିବାକୁ ପାଉଛୁ।
ଗୋଟିଏ ପଟେ ରହିଛି ବୀରମାନଙ୍କର ରକ୍ତ ମାନେ ଆମ ପାଇକମାନଙ୍କର ସଶସ୍ତ୍ର ଲଢ଼େଇ ଆଉ ଅନ୍ୟପଟେ ରହିଛି ଅହିଂସା ମନ୍ତ୍ର ଯାହା ଶାନ୍ତି ସାମାଜିକ ଉନ୍ନତି ଓ ଶିକ୍ଷା ମାଧ୍ୟମରେ ଦେଶକୁ ଆଗେଇ ନେବାର ବାଟ। କବି ବୀରକିଶୋର ଦାସ ଏହି ଦୁଇଟିଯାକ ରାସ୍ତାକୁ ସମାନ ସମ୍ମାନ ଦେଇଛନ୍ତି କାରଣ ଦୁଇଟିଯାକର ଗୋଟିଏ ହିଁ ଲକ୍ଷ୍ୟ ଥିଲା ମାତୃଭୂମିର ମୁକ୍ତି। ଆଉ ଯେତେବେଳେ ଶାନ୍ତିପୂର୍ଣ୍ଣ ସଂସ୍କାର ଆଉ ନିଃସ୍ୱାର୍ଥପର ସେବା କଥା ଆସେ ଆମ ମନକୁ ପ୍ରଥମେ କାହା ନାଁ ଆସେ? ହଁ, ଏକଦମ ଠିକ୍ ଭାବିଛନ୍ତି, ଉତ୍କଳମଣି ଗୋପବନ୍ଧୁ ଦାସ। ଗରିବ ଆଉ ଅସହାୟ ଲୋକଙ୍କ ପାଇଁ ତାଙ୍କର ଯେଉଁ ଅସୀମ ଭଲପାଇବା ଥିଲା ସେଇଥିପାଇଁ ଲୋକେ ତାଙ୍କୁ ଉତ୍କଳମଣି ଅର୍ଥାତ୍ ଓଡ଼ିଶାର ମଣି ବୋଲି ଡାକୁଥିଲେ। କବିତାରେ ତାଙ୍କର ଏହି ଅତୁଳନୀୟ ତ୍ୟାଗକୁ ବହୁତ ସୁନ୍ଦର ଭାବରେ ସ୍ଥାନ ଦିଆଯାଇଛି। ତାଙ୍କର ଅବଦାନ କେବଳ ବନ୍ୟା ମରୁଡ଼ି ସମୟରେ ଚୂଡ଼ା ଚାଉଳ ବାଣ୍ଟିବାରେ ସୀମିତ ନଥିଲା। ସେ ଜାଣିଥିଲେ ଯେ ଶିକ୍ଷା ବିନା ଜାତି ଆଗେଇ ପାରିବନି। ତେଣୁ 1909 ମସିହାରେ ସେ ପ୍ରତିଷ୍ଠା କଲେ ସତ୍ୟବାଦୀ ବନ ବିଦ୍ୟାଳୟ। ସାକ୍ଷୀଗୋପାଳର ସେହି ବକୁଳ ବନରେ ଆରମ୍ଭ ହେଲା ଭାରତର ପ୍ରଥମ ମୁକ୍ତାକାଶ ବିଦ୍ୟାଳୟ। ସେଠାରେ ପିଲାଙ୍କୁ କେବଳ ବହି ପଢ଼ାଯାଉନଥିଲା ବରଂ ସେମାନଙ୍କ ମନରେ ଦେଶପ୍ରେମ ଆଉ ସମାଜସେବାର ମଞ୍ଜି ବୁଣାଯାଉଥିଲା। କେବଳ ସେତିକି ନୁହେଁ, ବୀରକିଶୋର ଦାସଙ୍କ ଭଳି ଗୋପବନ୍ଧୁ ଦାସ ସାହିତ୍ୟକୁ ବି ନିଜର ଏକ ବଡ଼ ଅସ୍ତ୍ର କରିଥିଲେ। ଇଂରେଜମାନେ ତାଙ୍କୁ ଧରିନେଇ ଜେଲରେ ପୁରାଇଦେଲେ, କିନ୍ତୁ ସେ କ'ଣ ଚୁପ୍ ବସିବା ଲୋକ? ଜେଲରେ ଥାଇ ସେ ବନ୍ଦୀର ଆତ୍ମକଥା ଆଉ କାରା କବିତା ଭଳି ଦମଦାର ରଚନା ସୃଷ୍ଟି କଲେ। ଏମିତି ଲେଖା ପଢ଼ି ସାରା ଦେଶବାସୀଙ୍କ ଭିତରେ ଗୋଟେ ନୂଆ ଜୋଶ ଖେଳି ଯାଇଥିଲା। କଲମର ଶକ୍ତି ସତରେ କେତେ ପ୍ରବଳ ତାହା ଏଥିରୁ ବାରି ହୋଇପଡ଼େ। ଆସନ୍ତୁ ଏବେ ଆମର ଚତୁର୍ଥ ତଥା ଶେଷ ଭାଗକୁ ଯିବା, ଏକ ଚିରନ୍ତନ ଦେଶପ୍ରେମର ଐତିହ୍ୟ। ବର୍ତ୍ତମାନ ଆମେ ଏହି ଆଲୋଚନାର ଏକଦମ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲଣି ଆଉ ଏଇଠି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ଲୁଚି ରହିଛି। କବି ଶେଷରେ ଏକ ଆହ୍ୱାନ ଦେଇଛନ୍ତି, ସେ ଜାତି ଦାୟାଦ ଆମେ ତ ସର୍ବେ ବୋଳି ହେବା ଅଙ୍ଗେ ସେହି ବିଭୂତି। ମାନେ ଆମେ ସମସ୍ତେ ହେଉଛୁ ସେହି ମହାନ ବୀରମାନଙ୍କର ବଂଶଧର, ତାଙ୍କର ରକ୍ତ ଆମ ଦେହରେ ଅଛି। ତେଣୁ କବି ଚାହୁଁଛନ୍ତି ଆମେ ସେହି ବୀରମାନଙ୍କର ତ୍ୟାଗ ଓ ବଳିଦାନର ପବିତ୍ର ବିଭୂତି ବା ପାଉଁଶକୁ ନିଜ ଦେହରେ ବୋଳି ହେବା, ଅର୍ଥାତ୍ ସେମାନଙ୍କର ସାହସ ଆଉ ଆଦର୍ଶକୁ ନିଜ ଜୀବନରେ ଆପଣାଇବା ଆଉ ମାତୃଭୂମିର ସେବା କରିବା। ପରିଶେଷରେ ଆପଣମାନଙ୍କ ପାଇଁ ଗୋଟିଏ ପ୍ରଶ୍ନ, ଏତେ ସଂଗ୍ରାମ ଏତେ ବଳିଦାନ ପରେ ଯେଉଁ ମୁକ୍ତ ପବନରେ ଆଜି ଆମେ ନିଶ୍ୱାସ ନେଉଛୁ ତାକୁ ବଞ୍ଚାଇ ରଖିବା ପାଇଁ ଆମର କ'ଣ କିଛି କର୍ତ୍ତବ୍ୟ ନାହିଁ? କେବଳ ଇତିହାସ ବହିଲେ ସେମାନଙ୍କ ବିଷୟରେ ପଢ଼ିଦେଲେ କ'ଣ ଆମ ଦାୟିତ୍ୱ ସରିଯିବ? ଆଦୌ ନୁହେଁ। ସେହି ମହାନ ବୀରମାନଙ୍କର ଅଳିଭା ଐତିହ୍ୟକୁ ଆଜି ଆମେ କିପରି ଆମ ନିଜ କର୍ମ ମାଧ୍ୟମରେ ଆଗକୁ ନେଇପାରିବା ତାହା ଆମକୁ ଚିନ୍ତା କରିବାକୁ ପଡ଼ିବ। ଏହି ଗଭୀର ଚିନ୍ତାଧାରା ସହିତ ଆଜିର ଏହି ଆଲୋଚନାକୁ ଆମେ ଏଇଠି ରଖିବା। ନିଜ ମାଟିର ଗୌରବକୁ ଜାଣନ୍ତୁ ଆଉ ଗର୍ବ ଅନୁଭବ କରନ୍ତୁ। ଜୟ ଉତ୍କଳ ଜନନୀ।